ବିହାରୀ ଆଗରେ ମୁଣ୍ଡ ନୁଆଇବାକୁ ବାଧ୍ୟ ହେଲେ ଅଲ୍ଲୁ ଅର୍ଜୁନ। କ୍ଷମା ପ୍ରାର୍ଥନା କରି କହିଲେ ଏମିତି କଥା। ବିହାରବାସୀ ଦେଲେ ଅନେକ ଭଲ ପାଇବା। ଶେଷରେ ବିହାରବାସୀଙ୍କ ସାମ୍ନାରେ ମୁଣ୍ଡ ନୁଆଇବାକୁ ବାଧ୍ୟ ହୋଇଛନ୍ତି ଅଲ୍ଲୁ ଅର୍ଜୁନ। ହିନ୍ଦୀ ଭାଷା ନ କହି ପାରି ମଧ୍ୟ ଲୋକଙ୍କୁ ମାଗିଲେ କ୍ଷମା। ନିକଟରେ ପାଟନାର ଗାନ୍ଧୀ ମୈଦାନରେ ଷ୍ଟାର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଆଗାମୀ ଫିଲ୍ମ ପୁଷ୍ପା 2ର ଟ୍ରେଲର ଲଞ୍ଚ କରାଯାଇଛି। ଏହି ସମୟରେ ଦୁହିଁଙ୍କ ଫ୍ୟାନ୍ ଟ୍ରେଲର ଦେଖିବା ପାଇଁ ବହୁ ସଂଖ୍ୟାରେ ଏକାଠି ହୋଇଥିଲେ। ଅନେକ ବିଶୃଙ୍ଖଳା ମଧ୍ୟରେ ଟ୍ରେଲର ଲଞ୍ଚ କରାଯାଇଥିଲା। ଏହି ସମୟରେ ଅନେକ ହୋହଲ୍ଲା ହୋଇଥିଲା। ଚପଲ ପଡ଼ିବା ସହିତ ପୁଲିସ ଲାଠିଚାର୍ଜ ମଧ୍ୟ କରିଥିଲା। ଆଉ ଏହି ଭିଡକୁ ଦେଖି ମଞ୍ଚ ଉପରେ ପୁଷ୍ପା ନଇଁବାକୁ ବାଧ୍ୟ ହୋଇଥିଲା। ଏହି ଭିଡ ଭିତରେ ଅଲ୍ଲୁ ଅର୍ଜୁନ କହିଥିଲେ ପାଟନାବାସୀଙ୍କ ପ୍ରେମ ଆଗରେ ପୁଷ୍ପା ନଇଁବ। ଏହି ଫିଲ୍ମର ପ୍ରସିଦ୍ଧ ଡାଇଲଗ ଥିଲା ପୁଷ୍ପା ଝୁକେଗା ନାହିଁ ସାଲା। କିନ୍ତୁ ଫ୍ୟାନ୍ସ ମାନଙ୍କ ପ୍ରେମ ଓ ଭଲ ପାଇବା ଆଗରେ ମୁଣ୍ଡ ନୁଆଇ ଭୁଲ ମାଗିଲେ ଅଲ୍ଲୁ ଅର୍ଜୁନ। ଷ୍ଟେଜ ଉପରେ ସମ୍ବୋଧନ କଲାବେଳେ ଅଲ୍ଲୁ ଅର୍ଜୁନ କହିଥିଲେ ପୁଷ୍ପା କେବେ ବି ନୁହେଁ ନାହିଁ, କିନ୍ତୁ ସେ ଆପଣଙ୍କ ପ୍ରେମ ସାମ୍ନାରେ ନଇଁବ। ମୋର ହିନ୍ଦୀ ସେତେ ଭଲ ନାହିଁ, ଏଥିପାଇଁ ମୁଁ କ୍ଷମା ମାଗୁଛି। ଦୟାକରି ମୋତେ କ୍ଷମା କରିବେ। ମୋତେ କ୍ଷମା କରିବେ ନା? ତେବେ ଷ୍ଟେଜ ଉପରେ ରଶ୍ମିକା ମନ୍ଦାନା ମଧ୍ୟ ଭୋଜପୁରୀ ଭାଷାରେ କଥା କହି ମନ ଜିଣିଥିଲେ। ତେବେ ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ଡିସେମ୍ବର 5ରେ ରିଲିଜ ହେବ ବୋଲି ପ୍ରସ୍ତୁତ ହୋଇ ରହିଛି।